ମୋଦିଙ୍କ ଯୋଗୁଁ ଭାରତ ବିକାଶ ଆଗେଇଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶର ପ୍ରତିଟି କ୍ଷେତ୍ରରେ ବିକାଶ ହୋଇଛି। ବିକାଶ ଏମିତି ହେଉଛି ଯେ ଆମେ ବିକଶିତ ଭାରତ ଆଡ଼କୁ ଆଗଉଛେ। 12 ବର୍ଷରେ ଦେଶର ସଡ଼କ, ରେଳପଥ, ଜଳପଥ, ଆକାଶପଥରେ ସଂଯୋଗୀକରଣ ବଢ଼ିଛି। ଦେଶର ବହୁତ ବଡ଼ ବଡ଼ ପ୍ରକଳ୍ପ ହୋଇଛି। ଲୋକଙ୍କ ଜୀବନଶୈଳୀରେ ବଡ଼ ପରିବର୍ତ୍ତନ ହୋଇଛି। ସବୁ ବର୍ଗର ଲୋକଙ୍କର ବିକାଶ ହୋଇଛି। ଭାରତ $5 ଟ୍ରିଲିୟନ୍ ଅର୍ଥନୀତି ଆଗକୁ ଅଗ୍ରସର ହେଉଛି। କାରଣ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ଯୋଜନାଗୁଡ଼ିକର ଗତି ଓ ବିସ୍ତାର ବଢ଼ିଛି। ପରବର୍ତ୍ତୀ ଖବର। ଏଣିକି ପଞ୍ଚାୟତ ହେବ ମାଲାମାଲ। କେନ୍ଦ୍ରରୁ ମିଳିବ 18,715 କୋଟି, ରାଜ୍ୟ ଦେବ 10,150 କୋଟି। 60:30:10 ଅନୁପାତରେ ମିଳିବ ଟଙ୍କା। ଭୁବନେଶ୍ୱର। ଷୋଡ଼ଶ ଅର୍ଥ କମିଶନର ସୁପାରିଶ ଅନୁଯାୟୀ ରାଜ୍ୟର 30ସ୍ତରୀୟ ପଞ୍ଚାୟତରାଜ ଅନୁଷ୍ଠାନଗୁଡ଼ିକୁ ଆସନ୍ତା 5 ବର୍ଷରେ 18,715 କୋଟି ଟଙ୍କା ମିଳିବ। 2026-27 ଆର୍ଥିକ ବର୍ଷରୁ 2030-31 ଆର୍ଥିକ ବର୍ଷ ମଧ୍ୟରେ ଏହି ରାଶି ଦିଆଯିବ। ପଞ୍ଚଦଶ ଅର୍ଥ କମିଶନର ସୁପାରିଶ ଅନୁସାରେ ରାଜ୍ୟର ପଞ୍ଚାୟତରାଜ ଅନୁଷ୍ଠାନଗୁଡ଼ିକୁ ଗତ 5 ବର୍ଷରେ 8,800 କୋଟି ଟଙ୍କା ଏବଂ 2020-21 ପାଇଁ 2,858 କୋଟି ଟଙ୍କା ମିଳିଥିଲା। ଅର୍ଥାତ୍ 6 ବର୍ଷ ମଧ୍ୟରେ ପଞ୍ଚଦଶ ଅର୍ଥ କମିଶନ ସୁପାରିଶ ମୋଟ 11,058 କୋଟି ରାଜ୍ୟର ପଞ୍ଚାୟତରାଜ ଅନୁଷ୍ଠାନଗୁଡ଼ିକୁ ମିଳିଥିଲା। ପରବର୍ତ୍ତୀ ଖବର। ମଦର ଟେରେସା ନାଁରେ ବି ଜାଲ୍ ସାର୍ଟିଫିକେଟ୍। ଅନୁଗୁଳ। ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ ବା PMPGHରେ ଷ୍ଟାଫ୍ ନର୍ସ ନିଯୁକ୍ତି କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି। ଏହି ମହାଦୁର୍ନୀତିର ବହୁ ତଥ୍ୟ ଏବେ ସାମ୍ନାକୁ ଆସୁଛି। କେବଳ ସେବା ସ୍କୁଲ ଅଫ୍ ନର୍ସିଂ ନୁହେଁ, ଅନୁଗୁଳର ଅନ୍ୟ ନର୍ସିଂ କଲେଜ ନାମରେ ବି ଜାଲ୍ ପ୍ରମାଣପତ୍ର ବାହାର କରି PMPGHରେ ଅନେକ ଜଣ ଷ୍ଟାଫ୍ ନର୍ସ ଚାକିରି ହାତେଇଛନ୍ତି। ଏଣିକି ଆଜିଯାଏ GNM ପାଠ୍ୟକ୍ରମର ପ୍ରଥମ ବ୍ୟାଚ୍ ଶେଷ ହୋଇନଥିବା ମଦର ଟେରେସା ସ୍କୁଲ ଅଫ୍ ନର୍ସିଂ କଲେଜରେ ନକଲି GNM ପ୍ରମାଣପତ୍ର ଦେଇ କେତେକ ଷ୍ଟାଫ୍ ନର୍ସ ଚାକିରି କରୁଥିବା ଜଣାପଡ଼ିଛି। ପରବର୍ତ୍ତୀ ଖବର। ପୁଷ୍ଟିକର ଖାଦ୍ୟରେ ଅଣ୍ଡା ଅଡ଼ୁଆ। ଅଣ୍ଡା ଗୋଟାକୁ 8 ଟଙ୍କା, ସରକାର ଦେଉଛନ୍ତି 5 ଟଙ୍କା। ବାରିପଦା। ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ମଧ୍ୟରେ ପରିପୂରକ ପୁଷ୍ଟିକର ଯୋଜନାରେ ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କୁ ସୁଷମ ଖାଦ୍ୟ ପାଇଁ ଅଣ୍ଡାକୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରତି ଶିଶୁ ପିଛା ମାସକୁ 20ଟି ଅଣ୍ଡା ଏବଂ ଗର୍ଭବତୀ ପ୍ରସୂତିଙ୍କ ପାଇଁ 12ଟି ଅଣ୍ଡା ଦେବାର ବ୍ୟବସ୍ଥା ରହିଛି। ଗୋଟିଏ ଅଣ୍ଡାକୁ ସରକାର 5 ଟଙ୍କା ଦେଉଥିବା ବେଳେ ଏବେ ଅଣ୍ଡା ଗୋଟାକର ଦାମ 7ରୁ 8 ଟଙ୍କା ହୋଇଗଲାଣି। ଫଳରେ ପୁଷ୍ଟିକର ଖାଦ୍ୟ ତାଲିକାରେ ଅଣ୍ଡା ରଖିବା ମୁସ୍କିଲ ହୋଇପଡ଼ିଛି। କେବେ କେମିତି ଅଣ୍ଡା ଦେଇ କାମ ସାରି ଦେଉଛନ୍ତି ଅଙ୍ଗନବାଡ଼ି କର୍ମୀ। ଏଥିପାଇଁ ଅଧିକାଂଶ ସ୍ଥାନରେ ଅଙ୍ଗନବାଡ଼ି କର୍ମୀ ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହେଉଛନ୍ତି। ଜଣେ ହିତାଧିକାରୀଙ୍କ ପିଛା 7 ଟଙ୍କା 82 ପଇସା ମିଳୁଥିବା ବେଳେ କେବଳ ଅଣ୍ଡା ଦାମ 8 ଟଙ୍କା ଛୁଇଁଲାଣି। ଯାହାଫଳରେ ଶିଶୁଙ୍କୁ ଭାତ ଓ ଡାଲମାରେ ସନ୍ତୁଷ୍ଟ ହେବାକୁ ପଡ଼ୁଛି। ଏନେଇ ବାରମ୍ବାର ଦାବି ହେବା ଫଳରେ ସରକାର ଜଣକୁ ମାତ୍ର 12 ପଇସା ବୃଦ୍ଧି କରିଛନ୍ତି।